ଜାଣିଛୁ ଏତେ ଦିନ ପରେ ନ ଏ ରାଜ୍ୟ ଆଶକୁ ତୁ ଜନ୍ମ ଲାଭ କରିଛୁ ମାନେ ସବୁ ଦୁଃଖକୁ ଛଡ଼େଇ ନେଇଛୁ ରେ ଧନ। ତୁ ପରା ମୋ ଏକମାତ୍ର ବଳ ସେଇ ବିଶିକ୍ଷଣଟା। ତୁ ଯଦି କାନ୍ଦିବୁ ରେ ଧନ ଏ ମା ମନ ଜମାରୁ ବୁଝିବନି ରେ ବାପା। ନା ଧନ ନା ଜାଣିଛୁ ଶୁଣ ତତେ ନା ଦେଖୁଛୁ ସେ ଜନ୍ମମାମର ଗୀତ ଶୁଣେଇ ଦେବି ରେ ବାପା। ମୋ ଗୀତ ଶୁଣିନ ତ କାନ୍ଦ ବନ୍ଦ ହେଇଯିବ ରେ ବାପା। କାହିଁ ଅଯୋଗ କରିଛୁ ଧନ ଜମାରୁ କଲି ମୋ ଗେଲୁଟା ପର କାନ୍ଦନାରେ ସୁନା ପୁଅ କାନ୍ଦନା ଆଖିରେ ତୁ ସୁନା ଲୁହ ଝରା ମୋ ଗୀତ ଶୁଣି ମୋ ସୁନାର ପେଟ ତୁନି ହେଇ ଶୋଇ ପଡ଼ିଛି। ଆରେ ମହାରାଣୀ ଛୁଆଟା କ'ଣ ବୁଝେଇ ପାରୁନ? ଆରେ ମୋ ପାଖ ଗୋଟେ ଗାଡ଼ ଦେଖେ ଛୁଆଟା କେମିତି ହେଇଛି ଦେଖେ। ଏ ତୁମ ପୁଅ ନା ଏତେ ଯେ ଅଝଟ କରିଛି ବାପେ ବାପ ମୁଁ ଜମ୍ବାଳୁ ସମ୍ଭାଳି ପାରୁନି। ଆରେ ବି ମହାରାଣୀ ସ୍ୱାମୀ ଛୁଆଟା ଏଡ଼େ ହେଇଛି ତୁମେ ତାକୁ ବୁଝେଇ ପାରୁନ ତାପରେ ବ୍ୟସ୍ତ ହେଇଯାଉଛ ମହାରାଣୀ। ନା ସ୍ୱାମୀ ନା ବ୍ୟସ୍ତ ହେବି କାହିଁକି ଏମିତି ଗୋଟିଏ ଗୀତ ଗାଇ ଶୋଇ ଦେଇଛି ଯେ ତୁନି ହେଇକି ଶୋଇ ପଡ଼ିଛି। ଦେଖୁନ ଆରେ ମୋ ସୁନାଟା ପରା ମହାରାଣୀ। ସ୍ୱାମୀ ଏ ଦେଖ କେମିତି ସୁନ୍ଦର ଦେଖାଯାଉଛି। ସ୍ୱାମୀ ତମେ କହିଲ ଦେଖି ତମକୁ ଯାଇଛି ନା ମୋତେ ମୋର ଯାଇଛି? ଠିକ ତୁମ ଭଳି ଦେଖାଯାଉଛି ମୋ ସୁନା ପୁଅଟା। ତୁମେ ଠିକ ଅଛ ମହାରାଣୀ। ଆରେ ତୁ ନେଇଯା ବାପା ତୁ ନେଇଯା। ମୋ ନୟନ ମଣି ତୁ ମୋ ହୃଦୟ ମଣି ତୁ ମୋ ହୃଦୟ ମଣି ତୁ
জীবন সংসারী জীবন সংসারী মনয়ন মণি মহৃদয় মণি মহৃদয় মণি কেতে তপকরি কোলে আছে ধরি দৈব দিছি সুখ রে মোর করতন অধীর ন কেতে তপকরি কোলে আছে ধরি অধীর ন রঙ্গরতা পরাণ অধীর তুহি পাখে দিলে সবু সুখ মেলে তুহি পাখে দিলে সবু সুখ মেলে তু বিনা নাহি রে তু বিনা নাহি রে তু বিনা নাহি রে আরে মহারানী ସ୍ୱାମୀ আচ্ছা কহিল মহারানী ହଁ ସ୍ୱାମୀ ଆମ ଛୁଆର ନାଟା କଣ ରଖିବା ନା କ'ଣ ରଖିବା ମୋ ନାଁ ଆଉ ଆପଣଙ୍କ ନାଁ ଯେମିତି ମିଶୁଥିବ ସେଇ ନାମ ରଖିଲେ ପୁଅର ନାମ ଭଲ ହୁଅନ୍ତା। ତମେ ଠିକ କହିଲ ମହାରାଣୀ ପଦ୍ମା ଆଉ ଅନନ୍ତ ହଁ ସ୍ୱାମୀ ଆଉ ଗୋଟେ କଥା ମହାରାଣୀ କହୁନ। ବହୁତ ଦିନ ପରେ ଆମ ଦୁହିଁଙ୍କ ମଧ୍ୟରେ ଆମକୁ ଶାନ୍ତି ପ୍ରଦାନ କରିଛି ତେଣୁ ହଁ ସ୍ୱାମୀ ଆମକୁ ଆଉ ମଧ୍ୟ ଆମକୁ ଶାନ୍ତି ଦେଇଥିବାରୁ ଆମେ ତାର ନାଁ ରଖିବା ପ୍ରଶାନ୍ତ। ପ୍ରଶାନ୍ତ। ତୁମକୁ ଠିକ ମନକୁ ପାଇଲା ମହାରାଣୀ ହଁ ସ୍ୱାମୀ ମୋ ପୁଅର ନାଁ କେତେ ଯେ ସୁନ୍ଦର ହେଇଛି ପ୍ରଶାନ୍ତ। ଏ ଧନ ପ୍ରଶାନ୍ତ ବାଃ ଭାରି ସୁନ୍ଦର ଦେଖାଉଛି ମୋ ପୁଅ। ବହୁତ ବଢିଆ ହେଇଛି। ତାହେଲେ ମହାରାଣୀ ସ୍ୱାମୀ ଆମେ ଶୀଘ୍ର ବସକୁ ଯିବା। କ'ଣ କହୁଥିଲି ସ୍ୱାମୀ କଣ ସେ ପୁଅର ବେକଟା କେମିତି ଖାଲି ଖାଲି ଦେଖାଯାଉଛି ଦେଖୁନ ଦେଖୁନ। ତମେ ଠିକ ମନେ ପକେଇଛ। ଆରେ ପାଖକୁ ଆଣିଲ ଦେଖି। ତମେ ଠିକ କହିଲ ମହାରାଣୀ ମୋ ବେକ ମୋ ଛୁଆର ବେକଟା ଖାଲି ଖାଲି ଦେଖାଯାଉଛି। ତାହେଲେ ମୁଁ ବଣିଆ ପାଖକୁ ଯାଉଛି ତା ପାଇଁ ବେକରେ ଗୋଟେ ପଦକ ତିଆରି କରି ଆସିବି। ହଁ ତାହେଲେ ସ୍ୱାମୀ ମୁଁ ଆସୁଛି ମହାରାଣୀ। ଠିକ ଅଛି ସ୍ୱାମୀ ତାହେଲେ ବଣିଆ ପାଖକୁ ଯାଇ ମୋ ପୁଅ ପାଇଁ ଗୋଟିଏ ସୁନାର ପଦକ ତିଆରି କରି ନେଇ ଆସନ୍ତୁ। ଠିକ ଅଛି ମହାରାଣୀ ତାହେଲେ ମୁଁ ଆସୁଛି। ହଁ ସ୍ୱାମୀ କିଛି ସମୟ ପରେ ସୁନାର ପଦକ ପିନ୍ଧିବ। ତା ପୂର୍ବରୁ ମୋ ଧନକୁ ଗାଧୋଇ ପାଧୋଇ ତାକୁ ଯତ୍ନର ସହିତ ରଖିବି।
କାହିଁକି ନା ଆଉ କିଛି ସମୟ ଗଲେ ମୋ ସୁନାର ବେକରେ ସୁନାର ପଦକ ପିନ୍ଧିବ ମୋ ଧନ। ମୋ ଧନକୁ କାହାର ନଜର ନ ଲାଗୁ ସେଥିପାଇଁ ନା କଜଳ ଟିକଟେ ପିନ୍ଧେଇ ଦେବି ରେ ଧନ। नाटक राणी भूमिका अत्यंत खुशी हुई प्रत्युष